ଆପଣ କେବେ ଶୁଣିଛନ୍ତି ଯେ ବଶିଷ୍ଠ ଜଣେ ଭାରି ଧନୀ ଲୋକ ଥିଲେ, ବାଲ୍ମୀକି ଜଣେ ବହୁତ ରିଚ୍ ପର୍ସନ୍ ଥିଲେ, କିମ୍ବା ବିଶ୍ୱାମିତ୍ର ଜଣେ ବହୁତ ମାନେ ପ୍ରସିଦ୍ଧ ଧନୀ ଲୋକ ଥିଲେ, କିମ୍ବା ଦ୍ରୋଣାଚାର୍ଯ୍ୟ, ବେଦବ୍ୟାସ ଏମାନେ କେବେ ଧନୀ ଶ୍ରେଣୀରେ ଥିଲେ ବୋଲି ଆପଣ କେବେ ଶୁଣିଛନ୍ତି କି? ପୁରାଣ ପୂର୍ବ ଇତିହାସ କଥା ଛାଡ଼ନ୍ତୁ, ବର୍ତ୍ତମାନ ଆଧୁନିକ ଯୁଗରେ କୌଟିଲ୍ୟ ଜଣେ ବହୁତ ରିଚ୍ ପର୍ସନ୍ ଥିଲେ, ଆପଣ ଶୁଣିଛନ୍ତି କି ଶୁଣିନାହାନ୍ତି? କେବେ ପାଣିନି କିମ୍ବା ଆର୍ଯ୍ୟଭଟ୍ଟ ଏମାନେ ଧନୀ ଲୋକ ଥିଲେ ବୋଲି ଆପଣ ଜାଣିଛନ୍ତି ଜାଣିନାହାନ୍ତି? ଆପଣ ଜାଣିଛନ୍ତି ଏମାନେ ଜ୍ଞାନୀ ଲୋକ ଥିଲେ, ଆଉ ଏମାନେ ଅଧିକାଂଶ ଜଙ୍ଗଲ ଭିତରେ କୁଟିଆ କରିକି ବଞ୍ଚୁଥିଲେ, ଏକ୍ସପେରିମେଣ୍ଟ କରୁଥିଲେ, ଆଉ ଏମାନେ ବହୁତ ତଥ୍ୟ ଜ୍ଞାନ ଆକାରରେ ଆମକୁ ପୁସ୍ତକ ଆକାରରେ ଦେଇଛନ୍ତି। ଏସବୁ ଆପଣ ଜାଣିଥିବେ। ଭାରତବର୍ଷରେ ହିନ୍ଦୁ ପରମ୍ପରାରେ ଯେଉଁ ବର୍ଣ୍ଣ ବ୍ୟବସ୍ଥା ଥିଲା, ଗୋଟେ ୟୁନିଭର୍ସାଲ ବାଲାନ୍ସିଂ ସିଷ୍ଟମ୍ ଥିଲା। ଯେମିତିକି ପ୍ରଥମରୁ ଏଇ କିଛି ଲୋକ ଯେଉଁମାନେ ଏଡ଼ୁ ଛୋଟୁ ଲେଖୁଛନ୍ତି ତାଙ୍କ ପାଇଁ ନୁହେଁ, ଏଇଟା କେବଳ ଯେଉଁମାନେ ହିନ୍ଦୁ ଧର୍ମକୁ ବୁଝିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ସେମାନେ ପାଇଁ ଏ କଥାଟି। ଯେମିତିକି ଯଦି ଆପଣ ଧନୀ ଶ୍ରେଣୀରେ ଦେଖିବେ, ସର୍ବପ୍ରଥମେ ରହୁଥିଲେ ବୈଶ୍ୟ, ସବୁଠୁ ଧନୀ ସମାଜ ଭିତରେ। ତାଙ୍କ ତଳକୁ ରହୁଥିଲେ କିଏ? କ୍ଷତ୍ରିୟ। ତାଙ୍କ ତଳକୁ ରହୁଥିଲେ ଶୂଦ୍ର। ତାଙ୍କ ତଳକୁ ରହୁଥିଲେ ବ୍ରାହ୍ମଣ। କାରଣ ବ୍ରାହ୍ମଣ ଅଧିକାଂଶ ଭିକ୍ଷା ବୃତ୍ତିରେ ଜୀବନଯାପନ କରୁଥିଲେ, ଜ୍ଞାନ ବାଣ୍ଟୁଥିଲେ, ତା ବଦଳରେ ସେ ଭିକ୍ଷା ଆଣୁଥିଲେ। ଯଦି ଆପଣ ଶକ୍ତି ସ୍ୱରୂପ ଦେଖିବେ, ଯେଉଁ ମାନେ ପଲିଟିକାଲ ଷ୍ଟେବିଲିଟି ଦେଖିବେ ବା କୌଣସି ଆର୍ମ ଫୋର୍ସ ଭିତରେ ଦେଖିବେ, ପ୍ରଥମେ ରହୁଥିଲେ କ୍ଷତ୍ରିୟ, ତାଙ୍କ ତଳକୁ ରହୁଥିଲେ ବୈଶ୍ୟ, ତାଙ୍କ ତଳକୁ ରହୁଥିଲେ ଶୂଦ୍ର, ତାଙ୍କ ତଳକୁ ରହୁଥିଲେ ବ୍ରାହ୍ମଣ। ଯଦି ଆପଣ ଜ୍ଞାନ ଦୃଷ୍ଟିରୁ ଦେଖିବେ, ପ୍ରଥମେ ବ୍ରାହ୍ମଣ, ତାପରେ ରହୁଥିଲେ କ୍ଷତ୍ରିୟ, ତାଙ୍କ ତଳକୁ ବୈଶ୍ୟ, ତାଙ୍କ ତଳକୁ ଶୂଦ୍ର। ଆଉ ଯଦି ଲେବର୍ଟି ଆକାରରେ ଦେଖିବେ, ମାନେ କୌଣସି ବର୍ଡ଼ର ନଥିବ, କୌଣସି ବୋଝ ନଥିବ, ଅତିରିକ୍ତ ଦାୟିତ୍ୱ ନଥିବ, ଆଉ ଦଣ୍ଡ ବିଧାନରେ ସବୁଠୁ କୋହଳ ମିଳୁଥିବ, ସର୍ବ ଉପରେ ରହୁଛନ୍ତି ଶୂଦ୍ର, ତାଙ୍କ ତଳକୁ ବୈଶ୍ୟ, ତାଙ୍କ ତଳକୁ କ୍ଷତ୍ରିୟ, ତାଙ୍କ ତଳକୁ ବ୍ରାହ୍ମଣ। ବ୍ରାହ୍ମଣର ଜୀବନଶୈଳୀଟା ଅତି କଷ୍ଟସାଧ୍ୟ ଥିଲା। ସେ ମାନେ ତା ଜୀବନର ପ୍ରାୟ 1/4 ଭାଗ, ମାନେ 25 ବର୍ଷ ପର୍ଯ୍ୟନ୍ତ ସେ ବ୍ରହ୍ମଚର୍ଯ୍ୟ ପାଳନ କରିବ, ନାରୀ ସଂସ୍ପର୍ଶ ରହିବନି, ସମାଜରୁ ବାହାରେ ବହୁତ ଦୂରରେ ଜଙ୍ଗଲ ଭିତରେ ରହିବ, ତା ଭିତରେ ଜ୍ଞାନ ଆହରଣ କରିବ, ସଂସ୍କୃତି ଆଣିବ। ବାକି ଯେଉଁ ସେକେଣ୍ଡ ପୋର୍ସନ୍ ତାର ରହିବ, ଯେଉଁ 25 ବର୍ଷରୁ 50 ବର୍ଷ, କେବଳ ସେ ଜ୍ଞାନ ବାଣ୍ଟିବ ସମାଜ ସାରା। 50ରୁ 75 ବର୍ଷ ରାଜ ଦରବାରରେ ସେ ତାର ନିଜର ମାନେ ପେଶା ଭାବରେ ସେ କାମ କରିବ, କର୍ମଚାରୀ ହିସାବରେ କରିବ। ଆଉ ଶେଷ ଭାଗଟା 1/4 ଭାଗ ସେ ବାନପ୍ରସ୍ଥରେ ରହିବ, ଯେକୌଣସି ଚାଷ ଖାଦ୍ୟ ଖାଇବନି, ଫଳମୂଳ ଖାଇବ, ପତ୍ର ଖାଇବ, ଏଇ ଜୀବନଯାପନ କରିବ। ବହୁତ କଠିନ ଥିଲା। ଆଜି ସମାଜରେ ଦେଖିବାକୁ ଗଲେ ବ୍ରାହ୍ମଣ ଆପଣ 1% ବି ପାଇବେନି। ଯେଉଁମାନେ ବ୍ରହ୍ମ ସାଧନା କରୁଥିବେ, କିଛି ରିସର୍ଚ୍ଚ କରୁଥିବେ, କିଛି ଥ୍ରେସର୍ସ କାଢ଼ୁଥିବେ, ତ ସେଭଳିଆ ଲୋକ ଆପଣ ଖୋଜିଲେ ପାଇବେ ନାହିଁ। ଇଏ ହେଉଛି ବ୍ରାହ୍ମଣ କାଟାଗୋରୀ ଥିଲା। ଏ ହେଉଛି କ୍ଷତ୍ରିୟ କାଟାଗୋରୀ, ବୈଶ୍ୟ ଶୂଦ୍ରଙ୍କର ଥିଲା। ଆଜିର ସମାଜରେ ଜାତି ପ୍ରଥା ଅତି ନିମ୍ନ ଧରଣରେ ଏତେ ଭାବରେ ଘୃଣାରେ ପହଞ୍ଚିବାର କାରଣ, ଆମେ ସନାତନ ଧର୍ମର ବର୍ଣ୍ଣ ବ୍ୟବସ୍ଥାକୁ ଠିକ୍ସେ ପଢ଼ିଲେ ନାହିଁ। ଆମେ ଶାସ୍ତ୍ର ଭିତରେ ଖୋଜି ଖାଜିକି କାଢ଼ିଲେ କେଉଁଠି ଭୁଲ ଭଟିକା କ'ଣ ଅଛି, ସେଇଟାକୁ ନେଇକି ବ୍ରାହ୍ମଣମାନେ ଅତ୍ୟାଚାର କରୁଥିଲେ ବୋଲି ଗୋଟେ ଏଜେଣ୍ଡା ତିଆରି କରିବା। ଯଦି ଆମେ ଏ ବର୍ଣ୍ଣ ବ୍ୟବସ୍ଥାକୁ ଠିକ୍ ଭାବରେ ଆମେ ଅଧ୍ୟୟନ କରନ୍ତେ, ହୁଏତ ସମାଜର ଏଇ ଯେଉଁ ଜାତି ପ୍ରଥାର ଅନେକ ସମସ୍ୟା ସମାଧାନ ହେଇଯାଆନ୍ତା।